बहुत खुशी लाଗୁଛି ମତେ କାନ୍ଦ ଲାଗୁଛି ଏଇଠି ଶୋଇକିରି ଆଜ୍ଞା ମତେ ସମସ୍ତେ କହନ୍ତି ଏଇଠି ଉଠେଇବା ପାଇଁ ବୋଲି କଣ ଆପଣ କଣ କୁହନ୍ତି ସମସ୍ତେ? କହନ୍ତି ଉଠି ଯାଅ ବୋଲି ଉଠି ଯାଅ। ଆପଣ ମାନେ ଥଣ୍ଡାରେ ଶୁଅନ୍ତି? ଥଣ୍ଡା ଶୋଇଛି କେତେ କାନ୍ଦ ଲାଗେ ଆପଣଙ୍କୁ? ବହୁତ କାନ୍ଦ ଲାଗୁଛି ମତେ ଆଜ୍ଞା। ରାଷ୍ଟ୍ର ହିନ୍ଦୁ ପରିଷଦ ଗୋଟେ ଆଗଧାଡ଼ିର ସଂଗଠନ ଏବଂ ସେହି ସଂଗଠନର ମୂଳ ଲକ୍ଷ୍ୟ ହେଲା ହିନ୍ଦୁତ୍ୱର ରକ୍ଷା, ଗୋମାତାର ସୁରକ୍ଷା। କିନ୍ତୁ ତା ସହିତ ସମାଜରେ ଅବହେଳିତ ଥିବା ବ୍ୟକ୍ତିବିଶେଷମାନଙ୍କ ପାଇଁ, ଉତ୍ପୀଡ଼ିତ ହେଉଥିବା ବ୍ୟକ୍ତିବିଶେଷମାନଙ୍କ ପାଇଁ ସବୁବେଳେ ରାଷ୍ଟ୍ର ହିନ୍ଦୁ ପରିଷଦ ହାତ ବଢ଼େଇଛି। ଏହି ଶୀତ ଦିନ ଆସନ୍ତା ମକର ସଂକ୍ରାନ୍ତି ଭିତରେ ଆମେ କେବଳ କ୍ୟାପିଟାଲ ହସ୍ପିଟାଲ ନୁହଁ ବରଂ ମାଷ୍ଟର କ୍ୟାଣ୍ଟିନ୍ରେ ଥିବା ରେଲୱେ ଷ୍ଟେସନଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ଏହି କମଳ ବଣ୍ଟନ କାର୍ଯ୍ୟକ୍ରମକୁ ଆମେ ଆଗେଇ ନେବୁ। ଆମେ ମାନବ ସେବା ଆମର ହେଉଛି ମୂଳ ଲକ୍ଷ୍ୟ, ଗୋ ସେବା ସହିତ। ଦର୍ଶକ ବନ୍ଧୁ, ମାନବ ସେବା ହିଁ ମାଧବ ସେବା କୁହାଯାଏ। ମାନବ ସେବା କଲେ ଭଗବାନ ଖୁସି ହୁଅନ୍ତି। ନିଶ୍ଚିତ ଭାବେ ତାହା ଆଜି ଦେଖିବା ପାଇଁ ମିଳିଛି। ତାହାର ଆଜି ସିଧାସଳଖ ଚିତ୍ର ଆମେ ଆପଣଙ୍କୁ ଦେଖେଇବୁ। ବର୍ତ୍ତମାନ ପାଇଁ ଆମେ ଅଛୁ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରରେ। ସମୟ ଏବେ ରାତି 10ଟା। ଆପଣମାନେ ଦେଖିପାରୁଥିବେ ଇଏ ଯେଉଁମାନେ ଅଛନ୍ତି ଏମାନେ ହେଲେ ରୋଗୀର ଅଭିଭାବକ। ଯେଉଁ ପେସେଣ୍ଟ ମାନେ ଆସି ଏଠି ଆଡ଼ମିସନ୍ ହେଇଛନ୍ତି ଇଏ ମାଉସୀ ମଉସା ମାନେ ହେଲେ ସେଇ ପେସେଣ୍ଟର ଆଟେଣ୍ଡାଣ୍ଟ, ଯିଏକି ପେସେଣ୍ଟର ରକ୍ଷଣବେକ୍ଷଣ କରନ୍ତି। ଆଉ ଏମାନେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଏବଂ ଆପଣ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏମାନେ ହେଲେ ସେଇ ଅଭିଭାବକ, ସେଇ ଆଟେଣ୍ଡାଣ୍ଟ ଯେଉଁମାନେ ଖୋଲା ଆକାଶ ତଳେ ଇଏ ହାଡ଼ଭଙ୍ଗା ଶୀତରେ ସେମାନେ ବାହାରେ ଶୁଅନ୍ତି, ମୁକ୍ତ ଆକାଶ ତଳେ ଶୁଅନ୍ତି। ଇଏ ହାଡ଼ଭଙ୍ଗା ଶୀତରେ ସେମାନେ ଥରି ଯାଆନ୍ତି, ଗାଲୁଆ ପଡ଼ିଯାଏ। ତଥାପି ସେମାନେ ପାଖରେ ପଇସା ନଥିବାରୁ ଯେହେତୁ ତାଙ୍କର ପେସେଣ୍ଟ ଏଠି ଆଡ଼ମିସନ୍ ହେଇଛନ୍ତି ସେମାନେ ଟଙ୍କାଟିଏ ପାଆନ୍ତି ନାହିଁ ଏବଂ ରାତି ତମାମ ଇଏ ଥଣ୍ଡା କୁହୁଡ଼ି ଇଏ କାକରରେ ଇଏ ହାଡ଼ଭଙ୍ଗା ଜାଡ଼ରେ ସେମାନେ ବାହାରେ ଶୋଇଥାନ୍ତି। ଆଉ ତାଙ୍କ ଦୁଃଖ ଆପଣ ସମସ୍ତଙ୍କୁ ଦେଖିଲେ ବ୍ୟଥିତ କରିବ, ଆପଣଙ୍କ ମନ ଆନ୍ଦୋଳିତ କରିବ। କିନ୍ତୁ ଦର୍ଶନ୍ତୁ ଆମେ ଆପଣଙ୍କୁ ଗୋଟେ ଚିତ୍ର ଦେଖେଇବୁ। ଆଜି ଆମ ପାଖରେ ଏ ଯେଉଁ ସମାଜସେବୀ ଅଛନ୍ତି ଆପଣମାନେ ଜାଣିଥିବେ ଇଏ ପ୍ରତ୍ୟେକଟି ମୁହୂର୍ତ୍ତରେ ଲୋକଙ୍କ ସେବା କରନ୍ତି। ଖାଲି ଲୋକେ ନୁହେଁ, ଏମାନେ ଗୋରୁ ସେବା କରନ୍ତି। ଗୋରୁଙ୍କ ରକ୍ଷଣବେକ୍ଷଣ ପାଇଁ ଏମାନେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଛନ୍ତି। ଏମାନେ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂଘ। ଆଉ ଏମାନେ ନିଜର ସେଇ ସାହାଯ୍ୟ, ନିଜର ଉଦାରମନା, ସେଇ ହାତ ଆଜି ଏମାନଙ୍କୁ ବଢ଼େଇଛନ୍ତି। ଆଉ ଯେଉଁ ମାଉସୀମାନେ ଦେଖୁଥିବେ କେମିତି ଥରୁଛନ୍ତି ଶୀତ କାକରରେ, ଇଏ ଜାଡ଼ ଭଙ୍ଗା ଶୀତରେ ଏମାନେ ଥରୁଛନ୍ତି। ଆଉ ଇଏ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଭାଇମାନେ ସେମାନଙ୍କୁ ଆଜି କମଳ ବଣ୍ଟନ କରିବେ। ଇଏ ହେଇପାରେ ଆପଣଙ୍କ ପାଇଁ ଗୋଟିଏ କମଳ, କିନ୍ତୁ ଏମାନଙ୍କ ପାଇଁ ଇଏ କମଳ କେଉଁ କୋଟିଏ ଟଙ୍କା ଠାରୁ ବି କମ୍ ନୁହେଁ। ଏମାନେ ରାତି ତମାମ ଶୁଅନ୍ତି, ଏମାନେ ଶୀତ କାକରକୁ ଭୟ କରି, କିନ୍ତୁ ଯେହେତୁ ତାଙ୍କର ସମ୍ବଳ ନାହିଁ ଏମାନଙ୍କୁ ଆଜି ସାହାଯ୍ୟର ହାତ ବଢ଼େଇଛି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂଘ। ବର୍ତ୍ତମାନ ଆମ ସହିତ ଅଛନ୍ତି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂଘର ଜଣେ ଆଗ ଧାଡ଼ିର ମେମ୍ବର ଆପଣମାନେ ଜାଣିଥିବେ ସନ୍ତୋଷ ଭାଇ ଏବଂ ତାଙ୍କ ସହିତ ଅନ୍ୟ ମେମ୍ବରମାନେ। ଆମେ କଥା ହେବା। ଖାଲି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂଘ ଗାଈ ଗୋରୁଙ୍କ ପାଇଁ ସବୁବେଳେ ନିଜ ଜୀବନକୁ ତିଳ ତିଳ କରିଦେଇଛନ୍ତି। ଖଣ୍ଡା ଧାର ଛାଡ଼ନ୍ତି, ଗାଈ ମାଫିଆଙ୍କ ଠାରୁ ଅନେକ ମାଡ଼ ଗାଳି ଖାଇଲା ପରେ ବି ସେ କେବେ ନିବୃତ୍ତ ହୋଇତେ ନାହିଁ, କେବେ ନିବୃତ୍ତ ହୋଇନାହାନ୍ତି ଏବଂ ଜୀବନର ଶେଷ ରକ୍ତବିନ୍ଦୁ ଥିଲା ଯାଏ ସେ ଗାଈ ସେବା କରିବେ, ଲୋକମାନଙ୍କ ସେବା କରିବେ ଆଉ ନିଜ ଜୀବନ ଉତ୍ସର୍ଗୀକୃତ କରିଛନ୍ତି ଲୋକଙ୍କ ସେବାରେ। ଆମେ କଥା ହେବା। ଆମ ସହିତ ଅଛନ୍ତି ସମସ୍ତଙ୍କର ଅତିପ୍ରିୟ ସନ୍ତୋଷ ଭାଇ। ଭାଇ, ଶୀତ କାକରେ ଆଜି ଆପଣ କ୍ୟାପିଟାଲ ହସ୍ପିଟାଲ ଆଗରେ ଇଏ କମଳ ଧରିଛନ୍ତି ଏବଂ ଏଇମାନଙ୍କୁ କମଳ ବଣ୍ଟନ କରୁଛନ୍ତି ଯେଉଁମାନେ ରାତି ତମାମ ଇଏ ହାଡ଼ଭଙ୍ଗା ପାରଦ ଖସୁଥିଲା ବେଳେ 10 ଡିଗ୍ରୀ ସେଲସିୟସ୍ ଯେଉଁମାନେ ବାହାରେ ଶୋଉଛନ୍ତି, ଇଏ ମନୋବୃତ୍ତି କେମିତି କ'ଣ ଆସିଲା? ନିଶ୍ଚିତ ରୂପରେ ଆଜି କହିବି, ଦେଖନ୍ତୁ ସାରା ଓଡ଼ିଶା ଆଜି ଶୀତ ଜାଡ଼ରେ ଥରୁଛି। ପ୍ରବଳ ଶୀତର ଲହରୀ ସାରା ଓଡ଼ିଶାରେ ତଥା ଭୁବନେଶ୍ୱର ସହରରେ ରହିଛି ଏବଂ ତାହା ଯେଉଁ ଦୀର୍ଘ 10 ଦିନ ଧରି ବର୍ତ୍ତମାନ ସାରା ରାଜ୍ୟରେ ଏବଂ ଭୁବନେଶ୍ୱରରେ ଶୀତର ଲହରୀ ଜାରି ରହିଛି। ଆପଣ ଜାଣିଥିବେ ବିଗତ ଦିନରେ କେବେ ମଧ୍ୟ ଭୁବନେଶ୍ୱରରେ ଏତିକି ଥଣ୍ଡା ନଥିଲା। ଏ ବର୍ଷ ନିଶ୍ଚିତ ରୂପରେ ଶୀତ ବଢ଼ିଛି, ଥଣ୍ଡା ବଢ଼ିଛି। ଲୋକମାନେ ଯେଉଁ ହଇରାଣ ହରକତ ହେଉଛନ୍ତି ଥଣ୍ଡା ପାଇଁ, ହସ୍ପିଟାଲ ଆସୁଛନ୍ତି ନିଜ ରୋଗୀଙ୍କୁ ନେଇକି, ସେମାନେ ଆସିକି ଏଇଠି ଆଟେଣ୍ଡାଣ୍ଟ ହିସାବରେ ଯେଉଁ ଆସିକି ରାତି ସାରା ରହୁଛନ୍ତି ତାଙ୍କ ପାଖରେ ଘୋଡ଼େଇବା ପାଇଁ କିଛି ନାହିଁ, ସେମାନେ ଶୀତରେ ଥରୁଛନ୍ତି। ସେଥିପାଇଁ ଆପଣ ଜାଣିଥିବେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଗୋଟେ ଆଗଧାଡ଼ିର ସଂଗଠନ ଏବଂ ସେହି ସଂଗଠନର ମୂଳ ଲକ୍ଷ୍ୟ ହେଲା ହିନ୍ଦୁତ୍ୱର ରକ୍ଷା, ଗୋମାତାର ସୁରକ୍ଷା। କିନ୍ତୁ ତା ସହିତ ସମାଜରେ ଅବହେଳିତ ଥିବା ବ୍ୟକ୍ତିବିଶେଷମାନଙ୍କ ପାଇଁ, ଉତ୍ପୀଡ଼ିତ ହେଉଥିବା ବ୍ୟକ୍ତିବିଶେଷମାନଙ୍କ ପାଇଁ ସବୁବେଳେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ
ହାତ ବଢ଼େଇଛି, ସହଯୋଗର ହାତ ବଢ଼େଇଛି ଏବଂ ବିଗତ ଦିନରେ ମଧ୍ୟ ଆମେ କମ୍ବଳ ବଣ୍ଟନ କରିଥିଲୁ ଶୀତ ଦିନରେ। କିନ୍ତୁ ଏଇ ବର୍ଷ ଯେଉଁ ପ୍ରକାର ଶୀତ ଲହରୀ ସାରା ରାଜ୍ୟରେ ଏବଂ ଭୁବନେଶ୍ୱରରେ ଜାରି ରହିଛି, ସେଥିପାଇଁ ଆମେ ଚିନ୍ତା କରିଛୁ କେବଳ ଆଜି ଗୋଟିଏ ଦିନ ନୁହଁ, ଏଇ ଶୀତ ଦିନ ଆସନ୍ତା ମକର ସଂକ୍ରାନ୍ତି ଭିତରେ ଆମେ କେବଳ କ୍ୟାପିଟାଲ ହସ୍ପିଟାଲ ନୁହଁ ବରଂ ମାଷ୍ଟର କ୍ୟାଣ୍ଟିନ୍ରେ ଥିବା ରେଲୱେ ଷ୍ଟେସନଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ଏଇ କମଳ ବଣ୍ଟନ କାର୍ଯ୍ୟକ୍ରମକୁ ଆମେ ଆଗେଇ ନେବୁ ଏବଂ ଜାରି ରଖିବୁ ଏବଂ ଏଇ ଶୀତ ଦିନ ଏଇ ଯେଉଁ ଆଗାମୀ 15-20 ଦିନ ଭିତରେ ଆମେ ନିଶ୍ଚିତ ରୂପରେ ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ଏଇ ଜିନିଷ ଏଇ ଯେଉଁ ଆମର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମକୁ ଆମେ ଅବ୍ୟାହତ ତାମାନେ ଲଗାତାର ଭାବରେ ଆମେ ବଣ୍ଟନ କରିବୁ ଏବଂ ଆଗାମୀ ଦିନରେ ଯେମିତି ଲୋକ ହଇରାଣ ହରକତ ନ ହୁଅନ୍ତୁ ଏବଂ ଶୀତର ପ୍ରକୋପରୁ ରକ୍ଷା ପାଇବେ ଲୋକଙ୍କ ପାଇଁ ଏହି ସହଯୋଗର ହାତ ଆମେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ତରଫରୁ ନିଶ୍ଚିତ ରୂପରେ ଜାରି ରଖିବୁ। ଓକେ, ସବୁବେଳେ ଗୋରୁମାନଙ୍କ ରକ୍ଷା କରନ୍ତି, ଗୋରୁ ସେବା ପାଇଁ ଆପଣ ସବୁବେଳେ ଆଗ ଧାଡ଼ିରେ ସାମିଲ ହୁଅନ୍ତି, କିନ୍ତୁ ଆଜି ମଣିଷମାନଙ୍କ ସେବା ଆର୍ଟିଜାନମାନଙ୍କୁ ଦେବା କେମିତି କ'ଣ ଲାଗୁଛି? ଶୁଣନ୍ତୁ, ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ମୂଳ ଲକ୍ଷ୍ୟ ହେଲା ମାନବ ସେବା, ଗୋ ସେବା ଏବଂ ହିନ୍ଦୁତ୍ୱର ପ୍ରଚାର ପ୍ରସାର। ଆମେ ବିଶେଷ ଭାବରେ ଆମେ ମାନବ ସେବା ଆମର ହେଉଛି ମୂଳ ଲକ୍ଷ୍ୟ, ଗୋ ସେବା ସହିତ। ତେଣୁକରି ଏଇ ଯେଉଁ ଶୀତର ପ୍ରକୋପ ବଢ଼ିଲା ପରେ ଆମେ ପ୍ରତିବର୍ଷ ଏମିତି କମ୍ବଳ ବଣ୍ଟନ କରିଥାଉ ଏବଂ ଏ ବର୍ଷ ମଧ୍ୟ କମ୍ବଳ ବଣ୍ଟନ କରିବା ପାଇଁ ଆସିଛୁ। ଯେଉଁମାନେ କେତେ କମଳ ବାଣ୍ଟିବେ ଆପଣ? ସେମିତି କିଛି ସୀମା ରଖିନୁ, ତଥାପି ପ୍ରତିଦିନ କିଛି କମ୍ବଳ ବଣ୍ଟା ହେବ। ପ୍ରତିଦିନ ଏମିତି କମଳ ବାଣ୍ଟିବେ, ମାନେ ଏ ଅଭିଯାନ ଏମିତି ଚାଲି ରହିବ? ଏଇଟା ଚାଲି ରହିବ। ନିଶ୍ଚିତ ଭାବେ ବର୍ତ୍ତମାନ ପାଇଁ ଆମର ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଜଣେ ଯୁବ ଷ୍ଟାର, ଜଣେ ଯୁବ ପ୍ରତିଭା ଏବଂ ଜିଲ୍ଲା ସଭାପତି ଅଛନ୍ତି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଯାହାକୁ ରଖି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ବହୁତ ଆଗକୁ ଯିବ ବୋଲି କଳ୍ପନା କରୁଛି। ନିଶ୍ଚିତ ଭାବେ ଆଜ୍ଞା, ଗୋଟେ ଏ ଯେଉଁ ସେବା ଆପଣ କରୁଛନ୍ତି ଯେତେ ବି ପ୍ରଶଂସା କଲେ କମ୍ ହେବ। ଆପଣଙ୍କ ଛୋଟିଆ କମଳଟି ସେମାନଙ୍କ ମୁହଁରେ ଏତେ ସ୍ମିତ ହାସ୍ୟ ଦେଉଛି, ଆମେ ମଧ୍ୟ ନିଜେ ଦେଖିପାରୁଛୁ। କ'ଣ କହିବାକୁ ନେଇ? ହଁ, ଇଏ ତ ଆମର ପ୍ରୟାସ ମାତ୍ର, ଆଉ ଏ ପ୍ରୟାସ ଆଗକୁ ବି ଜାରି ରହିବ। ଆଗକୁ ଜାରି ରହିବ? ନିହାତି କେତେ ଆତ୍ମସନ୍ତୋଷ ଦେଉଛି? ବହୁତ ଆତ୍ମସନ୍ତୋଷ ଦେଉଛି, ଯାହାର ମାନେ କିଛି ପ୍ରକାଶ କରିହେବନି କେତେ ଆତ୍ମସନ୍ତୋଷ ଦେଉଛି। ମାନେ ଆପଣ କେମିତି ଦେଖିଲେ? କାରଣ ଇଏ ଯଦି ଜଣେ ନ ଦେଖେ ସେ ହୃଦୟଙ୍ଗମ କରିବନି। ଆପଣ କେବେ ଦେଖୁଥିଲେ ଏମାନଙ୍କୁ ଦେଖିଲା ପରେ ଆଜି ଭାବିଲେ ହଁ ଏମାନଙ୍କୁ କମଳ ନିହାତି ଦରକାର? ବହୁତ ଥର ଆସିଛି, ଆସିଲା ବେଳେ ଦେଖିଲେ ଯେଉଁ ଭଳିଆ ସେମାନେ ଶୋଉଛନ୍ତି କଷ୍ଟରେ, ଆଉ ସେଥିପାଇଁ ଭାବିଲୁ ଗୋଟେ ଛୋଟ ପ୍ରୟାସ ଜାରି ରହିବ। ଆଜ୍ଞା, ଏମିତି ଆଗକୁ ଅଭ୍ୟାତ କରିବେ? ନିହାତି ଭାବରେ। ଓକେ, ଦର୍ଶକ ବନ୍ଧୁ ଶୁଣୁଥିଲେ ବର୍ତ୍ତମାନ ପାଇଁ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଭାଇମାନେ କେମିତି କହୁଥିଲେ। ବର୍ତ୍ତମାନ ପାଇଁ ଯେଉଁ ମଉସାମାନେ ମାଉସୀମାନେ କମଳ ପାଇଲେ ତାଙ୍କ ଓଠର ଯେଉଁ ସ୍ମିତ ହାସ୍ୟ ତାଙ୍କୁ କେଉଁଠି ନା କେଉଁଠି ବୟାନ କରୁଛି ଏ କମଳ ତାଙ୍କୁ କେତେ ଖୁସି ଦେଲା। ବର୍ତ୍ତମାନ ପାଇଁ ସେ ମଉସା ଅଛନ୍ତି, ଆମେ ପଚାରିବା। ଦେଖନ୍ତୁ କେମିତି ଥରୁଥିଲେ କମଳ ପାଇଲା ପରେ ତାଙ୍କୁ କେତେ ଖୁସି ଲାଗୁଛି। ମଉସା ଆପଣଙ୍କ ନାଁ? ମୋ ନାଁ ଗିରି ଦାସ। କେଉଁଠି ଘର ଆଜ୍ଞା? ଆମର ବ୍ରହ୍ମପୁର। ଆପଣ କ୍ୟାପିଟାଲ ହସ୍ପିଟାଲ କ'ଣ ପାଇଁ ଆସୁଛନ୍ତି? ମୁଁ ମୋର ଚିକିତ୍ସା କରୁଛି, ମୋ ମିସେସ୍ ବି କାର୍ଡ଼ିଓଲୋଜି ପେସେଣ୍ଟ। ଆଜ୍ଞା। ଆପଣ ଏବେ ବି ଥରୁଛନ୍ତି, ଏ ଯେଉଁ କମଳ ପାଇଲା ପରେ କ'ଣ କହିବେ? ମୋତେ ଟିକେ ସୁସ୍ଥ ଲାଗୁଛି, ମାନେ ଆପଣ ଗୋଟେ ଏମିତି ମୋତେ ଭଲ ଲାଗୁଛି, ଟିକେ ଶୀତରୁ ଟିକେ ଦେଖିପାରୁଥିବେ ବର୍ତ୍ତମାନ କେମିତି କମଳ ଘୋଡ଼େଇ ଦେଉଛନ୍ତି। ମଉସା କେମିତି ଥରୁଛନ୍ତି, ବୟସର ଅପରାହ୍ନରେ ପହଞ୍ଚିଲା ପରେ ବି ସେ ଗୋଟେ ଏଇଭଳିଆ ଖାଲି ଗୋଟେ ଚାଦରରେ ସେ ରାତି କଟାନ୍ତି। ଗୋଟେ ଦୁଃଖର କଥା, ବିଷାଦର କଥା, ବିଡ଼ମ୍ବନାର କଥା, ଯେଉଁଠି ଆମେ ଡିଙ୍ଗୁରା ପିଟୁଛୁ। ଆମ ଦେଶ ଏତେ ପ୍ରଗତିଶୀଳ ହେଲାଣି, ଆମ ଦେଶ 1 ବର୍ଷ ଉପଲବ୍ଧି ଅନେକ ଯେଉଁ ନାରା ଦେଉଛୁ, କିନ୍ତୁ ଦେଖନ୍ତୁ ମଉସା କେମିତି ଥରୁଛନ୍ତି। ସତ କହିବେ ମଉସା, ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଏଇ ଯେଉଁ ଛୋଟିଆ ଦାନ, ଏ ଛୋଟିଆ କମଳଟି ଆପଣଙ୍କୁ କେତେ ଖୁସି ଦେଉଛି? ଖୁସି ଦେଉଛି, ଯଥେଷ୍ଟ ଯଥେଷ୍ଟ ଖୁସି। ଆଜ୍ଞା, କ'ଣ ଆଶୀର୍ବାଦ କରିବେ ସେମାନଙ୍କୁ? ସେ ଏମିତି ରାଷ୍ଟ୍ର ପରିଷଦ ହିନ୍ଦୁ ପରିଷଦ ଆହୁରି ଆଗକୁ ବଢ଼ାନ୍ତୁ, ଆହୁରି ଭଲରେ ବଢ଼ାନ୍ତୁ। ଆଚ୍ଛା, ନିଶ୍ଚିତ ଭାବେ ବର୍ତ୍ତମାନ ପାଇଁ ଆଉ ଜଣେ ମଉସା ମଧ୍ୟ ଅଛନ୍ତି ଯାହାଙ୍କ ଗୋଡ଼ ମଧ୍ୟ ଭାଙ୍ଗି ଯାଇଛି। ଆପଣ କ'ଣ କହିବେ, ଏ ଯେଉଁ ଚାଦରଟି ମିଳିଲା କେତେ ଖୁସି ଲାଗୁଛି କମଳଟା ପାଇଲା ପରେ? ବହୁତ ଆଜ୍ଞା ଖୁସି ଲାଗୁଛି, ବହୁତ। କେମିତି କ'ଣ କଷ୍ଟରେ ଆପଣ ଶୁଅନ୍ତି? ଶୀତରେ ଆଜ୍ଞା ଥରେ ସେମିତି। ନିଦ ହୁଏ ଏତେ ଥଣ୍ଡାରେ? ନା ଆଜ୍ଞା, ନିଦ ହୁଏନି? ନା। ଆପଣ ମନେ ମନେ ଠାକୁରଙ୍କୁ ଡାକୁଥିଲେ କି ପ୍ରଭୁ ମୋତେ କିଏ କାହାର ଉଦାରମନା ହାତ ଆସୁ, ଆମେ ଗୋଟେ କମଳ ଦେଉ? ଆଜ୍ଞା ଆଜ୍ଞା ଆଜ୍ଞା। କିନ୍ତୁ କମଳ କେହି ଦିଅନ୍ତି ନାହିଁ। ନା ଆଜ୍ଞା। ଆଜି ଯେଉଁ ଭାଇମାନେ କମଳ ଦେଲେ କେମିତି ଲାଗୁଛି ଏ ପରିବେଶ? ବହୁତ ଆଜ୍ଞା ଖୁସି ଲାଗୁଛି, ବହୁତ ଖୁସି ଆଜ୍ଞା ଲାଗୁଛି। ମାନେ ଖୁସିରେ ମଧ୍ୟ ଆପଣଙ୍କ ଆଖିରୁ ଲୁହ ଆସୁଛି? ଆଜ୍ଞା। କ'ଣ ଆପଣ ଏମାନଙ୍କୁ ଆଶୀର୍ବାଦ କରିବେ? ଆଶୀର୍ବାଦ ଆଜ୍ଞା କ'ଣ କରିବି, ସେମାନେ ଆମର ଶୁଭ ମନାସି ଆମ ପାଖକୁ ଆସିଛନ୍ତି, ସେଥିପାଇଁ ମନ ତ ବହୁତ ଖୁସିରେ ନାଚି ଯାଉଛି, ଖୁସିରେ ନାଚି ଯାଉଛି। ଆଜ୍ଞା। ଦର୍ଶକ ବନ୍ଧୁ ଦେଖୁଥିଲେ ବର୍ତ୍ତମାନ ପାଇଁ କମଳ ପାଇଲା ପରେ ତାଙ୍କ ଆଖିରୁ ଲୁହ, ଇଏ ଗୋଟେ ଖୁସିର ଲୁହ, ଗୋଟେ ଦୁଃଖର ଲୁହ। ମଣିଷ ବି ଏମିତି ହେଇପାରେ, ଏତେ ସୁନ୍ଦର ହାତ ବଢ଼େଇ ପାରେ। ଆଉ ବର୍ତ୍ତମାନ ପାଇଁ ଆଉ ଜଣେ ମ୍ୟାଡ଼ାମ୍ ଆମ ପାଖରେ ଅଛନ୍ତି। ମ୍ୟାଡ଼ାମ୍, କମଳ ପାଇଲେ କେମିତି ଲାଗୁଛି? ଭଲ ଲାଗେ, ଖୁସି ଲାଗେ। କେମିତି ଏତେ ଜାଡ଼ରେ ଏତେ ଶୀତରେ କେମିତି ଶୁଅନ୍ତି? ହଁ, ସେମିତି ଥରି ଥରିକା ଶୁଅନ୍ତି। କିନ୍ତୁ କେହି ଆପଣଙ୍କୁ ମାନେ କମଳ ଗୋଟେ ଦିଅନ୍ତି ନାହିଁ? ନାଇଁ,
କେହି ଦିଅନ୍ତି ନାହିଁ। ଏବେ କେତେ ଖୁସି ଲାଗିଲା? ଖୁସି ଲାଗିଲା। ଆଜ୍ଞା ଆପଣଙ୍କୁ? କ'ଣ ମୁଁ ବହୁତ ଖୁସି ଲାଗୁଛି। ଆଜ୍ଞା ମତେ କାନ୍ଦ ନାଗୁଛି ଏଇଠି ଶୋଇକିରି ଆଜ୍ଞା। ମତେ ସମସ୍ତେ କହନ୍ତି ଏଇଠି ଉଠେଇବା ପାଇଁ ବୋଲି, କ'ଣ ଆପଣ କ'ଣ କୁହନ୍ତି ସମସ୍ତେ? କହନ୍ତି ଉଠିଯାଅ ବୋଲି। ଉଠି ଯାଅ। ଆପଣ ମାନେ ଏମିତି ଥଣ୍ଡାରେ ଶୁଅନ୍ତି? ଥଣ୍ଡା ଶୋଇଛି, କେତେ କାନ୍ଦ ଲାଗେ ଆପଣଙ୍କୁ? ବହୁତ କାନ୍ଦ ନାଗୁଛି ମତେ ଆଜ୍ଞା। ଏବେ ବି କାନ୍ଦୁଛନ୍ତି? ହଁ, କେତେ ଥର ଏମିତି କାନ୍ଦିଛନ୍ତି? ମୁଁ 10 ଥର କାନ୍ଦିଛି ଆଜ୍ଞା। କିନ୍ତୁ ଆଜି କମଳ ମତେ ଆଜି ବହୁତ ଭଲ ଲାଗୁଛି। ମୋର ପୁଅ, ମୋ ସ୍ତ୍ରୀ ବର୍ତ୍ତମାନ ପାଇଁ କମଳ ପାଇଲା ପରେ କେମିତି ଲାଗୁଛି? କେମିତି ନାଗୁଛି? ମତେ ଭଲ ଲାଗୁଛି। ମାନେ ସବୁଠୁ ବଡ଼ କଥା ଯେ ଯେଉଁ ସରକାର ଆପଣଙ୍କ କଥା ଶୁଣିଲେ ନାହିଁ, କୌଣସି ଡାକ୍ତର କର୍ମଚାରୀ ଶୁଣିଲେ ନାହିଁ, ସିକ୍ୟୁରିଟି ଶୁଣିଲେନି, କୋଟି କୋଟି ଟଙ୍କାର ଗାଡ଼ି ଚଲାଉଥିବା ବ୍ୟକ୍ତି ଯେତେବେଳେ ଆପଣଙ୍କ କଥା ଶୁଣିଲେ ନାହିଁ, ହିନ୍ଦୁ ପରିଷଦ ଶୁଣିଲା, କେତେ ଖୁସି। କେହି ନାହିଁ, କେହି ଦେଉନାହାନ୍ତି ମତେ ଆଜ୍ଞା। ଆଜି ଆପଣ ଆଜି କିନ୍ତୁ ଟିକେ କ୍ୟାମେରା କରୁନାହାନ୍ତି। ହଁ ଆଜ୍ଞା ଏତିକି ହେଲା ଆଜ୍ଞା। ମତେ ବହୁତ ଭଲ ଲାଗୁଛି ଆଜ୍ଞା। ବହୁତ ଭଲ ଲାଗୁଛି। ବହୁତ। ଏବେ ଆପଣ ଆରାମସେ ନିଦରେ ଶୋଇବେ, ହଁ ଆଜ୍ଞା, ଖୁସିରେ ଶୋଇବେ ତ? ମୋର ଖୁସି ଶୋଇବେ ଆଜ୍ଞା। ନିଶ୍ଚୟ ଭାବେ ଦର୍ଶକ ବନ୍ଧୁ ଆପଣମାନେ ଦେଖିପାରୁଥିଲେ ବର୍ତ୍ତମାନ ଆମେ ଥିଲୁ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱର ପରିସରରେ। ସୁନ୍ଦର ଷ୍ଟେପ୍, ଗୋଟେ ବଢ଼ିଆ ଇନିସିଏଟିଭ୍ ନେଇଛି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ। ଆଉ ଯିଏ ଅନ୍ୟର ଦୁଃଖ ବୁଝେ ସେ ପ୍ରକୃତ ମଣିଷ। କାରଣ ଦୁଃଖ ବୁଝିବା ଭଳି ବ୍ୟକ୍ତି ସମାଜରେ ବୋଧେ ନାହାନ୍ତି। କାରଣ ଅନ୍ୟର ଦୁଃଖ ବୁଝିଥାଏ ସେ ବାସ୍ତବରେ ମଣିଷ। ସଂସାର ବା କ'ଣ ଅଛି? ହେଇପାରେ ଆପଣ ବହୁତ ଧନୀ ହେଇପାରନ୍ତି, ଆପଣଙ୍କ ପାଖରେ କୋଟି କୋଟି ଟଙ୍କା ଥାଇପାରେ, ଯଦି ଆପଣ ଗୋଟେ ଦୁଃଖୀର ଦୁଃଖ ନ ବୁଝିଲେ, ଗୋଟେ ଦୁଃଖୀର ଦୁଃଖରେ ଆପଣ କାତର ନହେଲେ, ଯଦି ଗୋଟେ ଦୁଃଖର ଦୁଃଖୀରେ ଆପଣ ଆଖିରୁ ଲୁହ ନ ଝରିଲା ତ ଆପଣ କି ମଣିଷ? ଆଉ ସବୁଠୁ ବଡ଼ ତାହା ଆଜି ପରିଲକ୍ଷିତ ହେଇଛି, ତାର ପ୍ରତିଫଳନ କରିଛନ୍ତି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ, ଯିଏକି ପ୍ରତ୍ୟେକଟି ମୁହୂର୍ତ୍ତରେ ଗୋରୁ ରକ୍ଷା କରନ୍ତି, ଗୋହତ୍ୟାକାରୀଙ୍କ ସହିତ ଲଢ଼େଇ କରନ୍ତି, ଗୋ ମାଫିଆଙ୍କ ସହିତ ପ୍ରତ୍ୟେକଟି ମୁହୂର୍ତ୍ତରେ ଖଣ୍ଡାଧରେ ଚାଲି ସେମାନଙ୍କୁ ପ୍ରତିବାଦ କରନ୍ତି। ଆଜି ତାହା ସଫା ସଫା ଦେଖାଇଛନ୍ତି କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରରେ। ସେମାନେ ଖାଲି ଗୋରୁ ରକ୍ଷା ନୁହେଁ, ସେମାନେ ମଣିଷ କଥା ବୁଝିପାରନ୍ତି, ମଣିଷଙ୍କ ରକ୍ଷା କରିପାରନ୍ତି। ତ ନିଶ୍ଚିତ ଭାବେ ଏମାନଙ୍କ ଆଶୀର୍ବାଦ ସେମାନଙ୍କ ରହିବ। ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କ'ଣ କ'ଣ ବଢ଼ିଆ ବଢ଼ିଆ କାମ କରିବ ଆମେ ଦେଖିବା ପାଇଁ ବାକି ରହିଲା। ଆପଣଙ୍କ ଟିକିଏ ଆଶୀର୍ବାଦ, ଆପଣଙ୍କର ଟିକିଏ ହସ, ଆପଣଙ୍କ ଟିକିଏ ଖୁସି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପାଇଁ କୋଟିଏ ଟଙ୍କା ଠାରୁ ବି କମ୍ ନୁହେଁ। ଭଲ ପାଇବା ଦିଅନ୍ତୁ, ଆଶୀର୍ବାଦ ଦିଅନ୍ତୁ। ଆମର ଅହଭାଗ୍ୟ ଆମେ ଗୋଟେ ଏତେ ସୁନ୍ଦର ନ୍ୟୁଜ୍ ଆଜି ପରିବେଷଣ କଲୁ, ସେଥିପାଇଁ ଆମକୁ ମଧ୍ୟ ଆଜି ଆତ୍ମରୁ ତୃପ୍ତି ଲାଗୁଛି ବା ଖୁସି ଲାଗୁଛି। ଭୁବନେଶ୍ୱରରୁ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଆଦିତ୍ୟ ସହିତ ପବିତ୍ର କୁମାର ପଣ୍ଡାଙ୍କ ରିପୋର୍ଟ, ବିରଜା ନ୍ୟୁଜ୍।